ଗ୍ରୀନ୍ ମଟର ଖାଇବା ଦ୍ୱାରା ମନୁଷ୍ୟର କ'ଣ ମଜବୁତ ହୋଇଥାଏ? ଆପଣମାନଙ୍କର ଅପସନ୍ ହେଉଛି ଅପସନ୍ ଏ ହାଡ଼, ଅପସନ୍ ବି ଅଣ୍ଟା, ଅପସନ୍ ସି ଜିଭ ଏବଂ ଅପସନ୍ ଡି ଆଖି। ସୋ ଫ୍ରେଣ୍ଡସ୍, ଆପଣମାନେ ପ୍ରତିଟି ପ୍ରଶ୍ନରେ 5 ସେକେଣ୍ଡ ଟାଇମ୍ ପାଇବେ। ଯଦି ଏହାର ଉତ୍ତରଟି ଜାଣିଥିବେ ତାହେଲେ ନିଶ୍ଚିତ ଭାବେ କମେଣ୍ଟ କରନ୍ତୁ। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ହାଡ଼। ଗ୍ରୀନ୍ ମଟର ଖାଇବା ଦ୍ୱାରା ମନୁଷ୍ୟର ହାଡ଼ ମଜବୁତ ହୋଇଥାଏ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କର କ'ଣ ରହିଛି। ମାଂସ ଖାଇବା ଦ୍ୱାରା କେଉଁ ବିମାରୀ ହୋଇଥାଏ? ଅପସନ୍ ଏ ଥାଇରଏଡ୍, ଅପସନ୍ ବି କୋଷ୍ଠକାଠିନ୍ୟ, ଅପସନ୍ ସି ଅଲସର ଏବଂ ଅପସନ୍ ଡି କ୍ୟାନ୍ସର। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5 4 3 2 1। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି କୋଷ୍ଠକାଠିନ୍ୟ। ମାଂସ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ରୋଗ ହୋଇଥାଏ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। କ'ଣ ଖାଇବା ଦ୍ୱାରା ଅସ୍ଥମା ରୋଗ ଭଲ ହୋଇଥାଏ? ଅପସନ୍ ଏ ଅଙ୍ଗୁର, ଅପସନ୍ ବି ଖଜରା, ଅପସନ୍ ସି ବାଦାମ ଏବଂ ଅପସନ୍ ଡି ଲିଚୁ। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5 4 3 2 1। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଖଜରା। ଖଜରା ଖାଇବା ଦ୍ୱାରା ଅସ୍ଥମା ରୋଗ ଠିକ୍ ହୋଇଥାଏ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ପାଟିରୁ ଓ ଦାନ୍ତ ମୂଳରୁ ରକ୍ତ ବାହାରୁଥିଲେ କ'ଣ ଖାଇଲେ ଭଲ ହୋଇଥାଏ? ଅପସନ୍ ଏ ବିରି, ଅପସନ୍ ବି ମଟର, ଅପସନ୍ ସି ଜାମୁକୋଳି ଏବଂ ଅପସନ୍ ଡି ଦହି। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5 4 3 2 1। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଜାମୁକୋଳି। ପାଟି ଓ ଦାନ୍ତ ମୂଳରୁ ରକ୍ତ ବାହାରୁଥିଲେ ଜାମୁକୋଳି ଖାଇଲେ ତାହା ଭଲ ହୋଇଥାଏ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। କାନ ଦରଜ ହେଉଥିଲେ ଘିଅ ସହିତ କ'ଣ ମିଶାଇ ଗରମ କରି ଖାଇଲେ କାନ ଦରଜ ଶୀଘ୍ର କମିଯାଏ? ଅପସନ୍ ଏ ମିଶ୍ରି, ଅପସନ୍ ବି ଚିନି, ଅପସନ୍ ସି ଗୁଡ଼ ଏବଂ ଅପସନ୍ ଡି ମହୁ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5 4 3 2 1। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଗୁଡ଼। କାନ ଦରଜ ହେଉଥିଲେ ଘିଅ ସହିତ ଗୁଡ଼ ମିଶାଇ ଗରମ କରି ଖାଇଲେ କାନ ଦରଜ ଶୀଘ୍ର କମିଯାଏ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। କେଉଁ ଫଳ ଖାଇବା ଦ୍ୱାରା କ୍ୟାନ୍ସର ରୋଗୀଙ୍କ ପାଇଁ ଉପକାରୀ ଅଟେ? ଅପସନ୍ ଏ ଜାମୁ, ଅପସନ୍ ବି ପିଜୁଳି, ଅପସନ୍ ସି କଦଳୀ ଏବଂ ଅପସନ୍ ଡି ଅଙ୍ଗୁର। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5 4 3 2 1। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଅଙ୍ଗୁର। ଅଙ୍ଗୁର ଖାଇବା ଦ୍ୱାରା କ୍ୟାନ୍ସର ରୋଗୀଙ୍କ ପାଇଁ ଉପକାରୀ ଅଟେ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ସକାଳୁ ସକାଳୁ ଖାଲି ପେଟରେ କ'ଣ ଖାଇଲେ ଶ୍ୱାସ ରୋଗ ଠିକ୍ ହୋଇଥାଏ? ଅପସନ୍ ଏ ଘିଅ, ଅପସନ୍ ବି ମହୁ, ଅପସନ୍ ସି ଦହି ଏବଂ ଅପସନ୍ ଡି ଗୁଡ଼। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5 4 3 2 1। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଗୁଡ଼। ସକାଳୁ ସକାଳୁ ଖାଲି ପେଟରେ ଗୁଡ଼ ଖାଇଲେ ଶ୍ୱାସ ରୋଗ ଠିକ୍ ହୋଇଥାଏ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ପ୍ରତିଦିନ ରାତ୍ରିରେ ଶୋଇଲା ବେଳେ କ'ଣ ଖାଇଲେ ଯୌନ ଶକ୍ତି 100 ଗୁଣା ବଢ଼ିଥାଏ? ଅପସନ୍ ଏ କଞ୍ଚା କଦଳୀ, ଅପସନ୍ ବି ଖଜୁରୀ, ଅପସନ୍ ସି ଘିଅ ଏବଂ ଅପସନ୍ ଡି ମହୁ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5 4 3 2 1। ତ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଖଜୁରୀ। ପ୍ରତିଦିନ ରାତ୍ରରେ ଶୋଇଲା ବେଳେ ଖଜୁରା ଖାଇଲେ ଯୌନ ଶକ୍ତି 100 ଗୁଣା ବଢ଼ିଥାଏ। ଏବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି।
କେଉଁ ପତ୍ର ଖାଇବା ଦ୍ୱାରା କଫ ସମସ୍ୟା ଶୀଘ୍ର ଦୂର ହୋଇଯାଏ? ଅପସନ୍ ଏ ଭୂଷଙ୍ଗ ପତ୍ର, ଅପସନ୍ ବି ତୁଳସୀ ପତ୍ର, ଅପସନ୍ ସି ବାସଙ୍ଗ ପତ୍ର ଏବଂ ଅପସନ୍ ଡି ଗଙ୍ଗଶିଉଳି ପତ୍ର। ସୋ ଫ୍ରେଣ୍ଡସ୍ ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5 4 3 2 1 ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ ଉତ୍ତରଟି କ'ଣ ରହିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ତୁଳସୀ ପତ୍ର। ତୁଳସୀ ପତ୍ର ଖାଇବା ଦ୍ୱାରା କଫ ସମସ୍ୟା ଶୀଘ୍ର ଦୂର ହୋଇଥାଏ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ନିୟମିତ ରାତ୍ରରେ ମହୁ ଖାଇବା ଦ୍ୱାରା କେଉଁ ରୋଗରୁ ମୁକ୍ତି ମିଳିଥାଏ? ଅପସନ୍ ଏ ଥଣ୍ଡା, ଅପସନ୍ ବି ଗଳଗଣ୍ଡ, ଅପସନ୍ ସି ମଧୁମେହ ଏବଂ କର୍କଟ ଏବଂ ଅପସନ୍ ଡି ମୁଣ୍ଡ ବ୍ୟଥା। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5 4 3 2 ସୋ 1 ଫ୍ରେଣ୍ଡସ୍ ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ ଉତ୍ତରଟି କ'ଣ ରହିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ମଧୁମେହ ଏବଂ କର୍କଟ। ନିୟମିତ ରାତ୍ରରେ ମହୁ ଖାଇଲେ ମଧୁମେହ ଏବଂ କର୍କଟ ରୋଗରୁ ମୁକ୍ତି ମିଳିଥାଏ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ବାସି ରୁଟି ଖାଇବା ଦ୍ୱାରା କେଉଁ ରୋଗ ମୂଳରୁ ଶେଷ ହୋଇଥାଏ? ଅପସନ୍ ଏ କ୍ୟାନ୍ସର, ଅପସନ୍ ବି ପଥିରି, ଅପସନ୍ ସି ସୁଗାର ଏବଂ ଅପସନ୍ ଡି ବ୍ଲଡ୍ ପ୍ରେସର। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5 4 3 2 1 ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ ଉତ୍ତରଟି କ'ଣ ରହିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ସୁଗାର। ବାସି ରୁଟି ଖାଇବା ଦ୍ୱାରା ସୁଗାର ମୂଳରୁ ଶେଷ ହୋଇଥାଏ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ରାତ୍ରରେ ଡେଲି ଗୋଟାଏ ଲେଖାଏଁ ଅଣ୍ଡା ଖାଇବା ଦ୍ୱାରା ମଣିଷର କ'ଣ ପ୍ରଖର ରୂପେ ବଢ଼ିଥାଏ? ଅପସନ୍ ଏ ଯୌନାଙ୍ଗ, ଅପସନ୍ ବି ବଳବୀର୍ଯ୍ୟ, ଅପସନ୍ ସି ମସ୍ତିଷ୍କ ଏବଂ ଅପସନ୍ ଡି ଚୁଟି। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5 4 3 2 1 ସୋ ଫ୍ରେଣ୍ଡସ୍ ଆପଣମାନଙ୍କର ସମୟଟି ସରିଯାଇଛି। ତେବେ ଚାଲନ୍ତୁ ଦେଖିନେବା ଏହାର ସଠିକ ଉତ୍ତରଟି କ'ଣ ରହିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ବଳବୀର୍ଯ୍ୟ। ପ୍ରତିଦିନ ରାତ୍ରରେ ଗୋଟାଏ ଲେଖାଏଁ ଅଣ୍ଡା ଖାଇବା ଦ୍ୱାରା ବଳବୀର୍ଯ୍ୟ ପ୍ରଖର ରୂପେ ବଢ଼ିଥାଏ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। କଞ୍ଚା ଲଙ୍କା ଖାଇବା ଦ୍ୱାରା ମଣିଷର କ'ଣ ସଫା ରହିଥାଏ? ଅପସନ୍ ଏ ଦାନ୍ତ, ଅପସନ୍ ବି ଲିଭର, ଅପସନ୍ ସି ରକ୍ତ ଏବଂ ଅପସନ୍ ଡି ଆଖି। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5 4 3 2 1 ସୋ ଫ୍ରେଣ୍ଡସ୍ ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ ଉତ୍ତରଟି କ'ଣ ରହିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ରକ୍ତ। କଞ୍ଚା ଲଙ୍କା ଖାଇବା ଦ୍ୱାରା ମଣିଷର ରକ୍ତ ସଫା ରହିଥାଏ। ତ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନଟି କ'ଣ ରହିଛି। ମଣିଷ ଶରୀରର ବିପି ଲୋ ହେଲେ କେଉଁ ଫଳ ଖାଇବା ଉଚିତ? ଅପସନ୍ ଏ ଅମୃତଭଣ୍ଡା, ଅପସନ୍ ବି କଦଳୀ, ଅପସନ୍ ସି କିୱି ଏବଂ ଅପସନ୍ ଡି ଆମ୍ବ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5 4 3 2 1 ଆପଣମାନଙ୍କର ସମୟଟି ସରିଯାଇଛି। ତେବେ ଚାଲନ୍ତୁ ଦେଖିନେବା ଏହାର ସଠିକ ଉତ୍ତରଟି କ'ଣ ରହିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି କଦଳୀ। ବିପି ଲୋ ହେଲେ କଦଳୀ ଖାଇଲେ ବିପି ଠିକ୍ ହୋଇଥାଏ। ତେବେ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। କେଉଁ ଫଳ ଖାଇବା ଦ୍ୱାରା ରକ୍ତହୀନତା ସମସ୍ୟା ଦୂର ହୋଇଥାଏ? ଅପସନ୍ ଏ ସପୁରୀ, ଅପସନ୍ ବି ତରଭୁଜ, ଅପସନ୍ ସି ଡାଳିମ୍ବ ଏବଂ ଅପସନ୍ ଡି ଖଜୁର। ତେବେ ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 5 4 3 2 1 ସୋ ଫ୍ରେଣ୍ଡସ୍ ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ ଉତ୍ତରଟି କ'ଣ ରହିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଡାଳିମ୍ବ। ଡାଳିମ୍ବ ଖାଇବା ଦ୍ୱାରା ରକ୍ତହୀନତା ସମସ୍ୟା ଦୂର ହୋଇଥାଏ। ସାଙ୍ଗମାନେ ଯଦି ଏ ଭିଡ଼ିଓଟି ଦେଖିବା ପାଇଁ ଭଲ ଲାଗିଥାଏ ତାହେଲେ ଚ୍ୟାନେଲକୁ ଲାଇକ୍, ସେୟାର, କମେଣ୍ଟ ଏଣ୍ଡ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହୁଛି ସାଙ୍ଗମାନେ, ପୁଣି ଦେଖାବା ଆଉ ଏକ ଭିଡ଼ିଓରେ।